କଳାହାଣ୍ଡି ଜିଲ୍ଲା ଆମ ଓଡ଼ିଶାରେ ଥିବା ଏକ ସ୍ୱତନ୍ତ୍ର ଜିଲ୍ଲା। ଏହା ଏମିତି ଏକ ଜିଲ୍ଲା ଯାହାର ନାମ ପଛରେ ରହିଛି ଅନେକ ଇତିହାସ, ଅନେକ ରହସ୍ୟ। ଏହାର ନାମକରଣ କିଭଳି ହୋଇଥିଲା ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। କଳାହାଣ୍ଡି ଓଡ଼ିଶାର ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା ଅଟେ। ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ପରିଚିତ। ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳେ। ତେବେ ଆଜି ଆମେ ଏହି କଳାହାଣ୍ଡି ଜିଲ୍ଲାର ଇତିହାସ ସହିତ ଜାଣିବା ଏହାର ଲୋକକଳା, ଏହାର ଲୋକନାଟ, ଦର୍ଶନୀୟ ସ୍ଥାନ ସହିତ ଏହାର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ। କଳାହାଣ୍ଡି ମାନେ କଳାରେ ଭରପୁର ହାଣ୍ଡି। ଏହିଭଳି ଭାବେ ଅନେକ ବ୍ୟାଖ୍ୟା ହେଉଥିବା ବେଳେ ମହାକାନ୍ତାର, ତ୍ରିକଳିଙ୍ଗ, କାରୁଣ୍ଡ, ମଣ୍ଡଳ, ଇନ୍ଦ୍ରବନ, ଚକ୍ରକୂଟ ମଣ୍ଡଳ ଭଳି ଅନେକ ନାମରୁ ଆଧୁନିକ କଳାହାଣ୍ଡିର ନାମକରଣ ହୋଇଥିବାର ଇତିହାସର ପୃଷ୍ଠଭୂମି ରହିଛି। ଏଠାରେ ଥିବା ଅସୁରଗଡ଼ଠାରେ 2000 ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନବସତି ଥିବା ଜଣାଯାଏ। ଆଗକାଳରେ ଏହା ମହାକାନ୍ତର, ଏହାର ଅର୍ଥ ହେଉଛି ବିଶାଳ ଜଙ୍ଗଲ, ଓ କାରୁଣ୍ଡା ମଣ୍ଡଳ, କାରୁଣ୍ଡାର ଅର୍ଥ ହେଉଛି ମାଣିକ, ଏହି ଭାବରେ ଜଣାଥିଲା। ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ। ମାଣିକେଶ୍ୱରୀ ବା ମାଣିକର ଠାକୁରାଣୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା। 1980ରେ କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ା ଯାଇଥିଲା। ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷବାସ, ବନ ସମ୍ବଳ, ମୂଲ୍ୟବାନ ପଥର, ବକ୍ସାଇଟ୍, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା ପାଲଟିଛି। କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ ଗଡ଼ଜାତ କଳାହାଣ୍ଡି ରାଜ୍ୟ ଓ ଖରିଆର ଜମିଦାରୀ ମାନେ ବର୍ତ୍ତମାନର ନୂଆପଡ଼ା ଜିଲ୍ଲାକୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା। 1948 ମସିହାରେ ଗଡ଼ଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡି ଗଡ଼ରାଜ୍ୟ, ପାଟଣାଗଡ଼ ରାଜ୍ୟ ଓ ସୋନପୁର ଗଡ଼ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା, ଯାହାର ସଦର ମହକୁମା ବଲାଙ୍ଗୀର ଥିଲା। 1 ନଭେମ୍ବର ମସିହା 1949ରେ ପାଟଣା, ଯାହାକି ପରବର୍ତ୍ତୀ ସମୟରେ ବଲାଙ୍ଗୀର ଜିଲ୍ଲା କୁହାଗଲା, ସୋନପୁର, ଯାହାକି ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା, କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗୀର ଜିଲ୍ଲା ଗଠିତ ହେଲା। କଳାହାଣ୍ଡି ଓ ନୂଆପଡ଼ାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା। କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧାସଳଖ ଯୋଗାଯୋଗ ନଥିବାରୁ ଏହାଦ୍ୱାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା। 1 ଅଗଷ୍ଟ 1962ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା। ପରବର୍ତ୍ତୀ ସମୟରେ 27 ମାର୍ଚ୍ଚ 1993ରେ ନୂଆପଡ଼ା ଉପଭାଗ ମାନେ ଖରିଆର ଜମିଦାରୀ ଅଲଗା ହୋଇ ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ଭାବେ ଗଠନ କରାଯାଇଥିଲା। ଏହା ସହିତ କଳାହାଣ୍ଡି ମଧ୍ୟ ଏକ ସ୍ୱତନ୍ତ୍ର ଜିଲ୍ଲା ରୂପେ ଗଠନ ହେଲା। କଳାହାଣ୍ଡି ନାମର ଉତ୍ପତ୍ତି ବିଷୟରେ ଏବେ ଜାଣିବା। ଓଡ଼ିଆରେ କଳାହାଣ୍ଡିର ଅର୍ଥ ହେଲା କଳା ପାତ୍ର ମାନେ ହାଣ୍ଡି, ଅର୍ଥାତ୍ କଳା ରଙ୍ଗର ହାଣ୍ଡି। ଏହାର ନାମ ଏପରି ରହିବା ପଛରେ ଏକ ସ୍ୱତନ୍ତ୍ର କାରଣ ରହିଛି। ଚାଲନ୍ତୁ ଏହି ବିଷୟରେ ଜାଣିବା। ଏହି ଜିଲ୍ଲାରେ ମୃତ୍ତିକା କୃଷ୍ଣ କାର୍ପା ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା। କୁମ୍ଭାରମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରି କରି ଏହି ଜିଲ୍ଲା, ପଡ଼ୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରନ୍ତି। ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। କଳାହାଣ୍ଡି ନାମକରଣ ଉତ୍ପତ୍ତି ବିଷୟରେ କୌଣସି ଅଭିଲେଖ ବା ଦଲିଲ ନାହିଁ। ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା। 1856ରେ ରାୟପୁରର ଲେଫ୍ଟନାଣ୍ଟ ଏଲିଅଟ ଉପକମିଶନରଙ୍କ କହିବା ଅନୁସାରେ କଳାହାଣ୍ଡି ନାମ କାରୁଣ୍ଡ ନାମର ଓଡ଼ିଆ ଅପଭ୍ରଂଶ ମାତ୍ର। କଳାହାଣ୍ଡି ନାମରେ କୌଣସି ସ୍ଥାନ କିମ୍ବା ଗ୍ରାମ ନାହିଁ। କୋରାପୁଟ ଓ ବସ୍ତର ଅଞ୍ଚଳରେ ବହୁତ ସ୍ଥାନକୁ 2 ପ୍ରକାରରେ ଉଚ୍ଚାରଣ କରାଯାଏ, ଯଥା ବସ୍ତରର ଗ୍ରାମ ବକାଉଣ୍ଡ, ଓଡ଼ିଆରେ ବକାହାଣ୍ଡି, ବାଜାଉଣ୍ଡକୁ ବଜାହାଣ୍ଡି, ନଲପାଉଣ୍ଡକୁ ନଲପାହାଣ୍ଡି ଓ କୁମ୍ଭାରଉଣ୍ଡକୁ କୁମାରହାଣ୍ଡି କୁହାଯାଏ। କିନ୍ତୁ ସେ ଯାହା ହେଉନା କାହିଁକି 1905 ପରଠାରୁ ଯେତେବେଳେ ଏହି ଅଞ୍ଚଳ ଇଂରେଜ ଶାସିତ ବଙ୍ଗଳା ରାଜ୍ୟଖଣ୍ଡ ସହ ମିଶିଲା, ଏହାର ନାମ କଳାହାଣ୍ଡି ଭାବରେ ଜଣାଗଲା।
भौगोलिक स्थिति को देखिले कलाहांडी ओडिशार दक्षिण पश्चिम भाग को नहीं तैयारी होइछि। एहार उत्तर में बलांगीर जिला और नुआपड़ा जिला, दक्षिण में नवरंगपुर जिला, कोरापुट जिला और रायगड़ा जिला, पूर्व में कंधमाल जिला और बौद्ध जिला अवस्थित। 2011 जनगणना अनुसार एठारे पुरुषों संख्या 7,85,179 होइथिबा बेले महिलांकर संख्या हेउछि 7,87,875। सेथिरु 6 वर्षरु कम बयसर झियो माने हेउछंती 2,14,111। साक्षरता हार हेउछि 60.22%। सेथिरु पुरुष 73.34% होइथिबा बेले महिला 47.27% शिक्षित अटंती। लोककला विषय जदि आमे कथा हेबा तेबे कलाहांडी आक्षरिक भाव में कलारे भरा हांडी को बुझा जाए। यही शब्द गुड़हांडी गुंफारे कला और नाली रंगरे खोदित प्राक ऐतिहासिक कलारू आसीथिबार विश्वास करा जाए। एठारे पत्थर रे तैयारी नाना अलंकार देखिबाकू मिले। हाबिसपुरी ढांचारे तैयारी साड़ी एठारे देखिबाकू मिले। खैर पदरर काठ काम मध्य देश विदेश को रप्तानी करा जाए। लोकनाट विषय जदि आमे कथा हेबा तेबे कलाहांडी रे नाना प्रकारर आदिवासी और अण आदिवासी नाट देखिबाकू मिलिथाए। एठाकर नाच बलांगीर जिला और संबलपुर जिले में देखा जाउथिबा डालखाई, जाईफुल, रसरकली, सजनी आदि नाच सह सामंजस्य देखिबाकू मिलिथाए। सारी गीत, फोलिया गीत, प्रकृति सह जोड़ा नाना प्रकारर गीत मध्य एठारे प्रचलित, जहाँ कोरापुट जिलार बोरिया गीत, नियाली माली, कला कोलिक आदि गीत सह सामंजस्य थिबार देखा जाए। कलाहांडी जिले में घुमुरा सबुठु प्रसिद्ध वीरवाद्य अटे। जदि आमे दर्शनीय स्थान विषय कथा हेबा तेबे एठारे फुर्ली झरन, डोकरी चंचड़ा जलप्रपात, असुरगढ़, धर्मगढ़, बेलखंडी शैवपीठ, कढ़ेल जगन्नाथ मंदिर, रावणधर जलप्रपात, जूनागढ़, कर्लापाट अभयारण्य, जाकम काठबंगला, गोबरगोला जलप्रपात और हेलो पॉइंट रही। जदि आपण भी केबे आमर एही कलाहांडी जिला को बुलिबा को आसुछंती ताहाले निश्चित भावे एही सब दर्शनीय स्थान को निहाती बुलंतु। आम राज्यर एही स्वतंत्र जिला माने कलाहांडी जिला को नहीं आजर एही वीडियोटी जदि आपको भल लगी तेबे यहाँ लाइक करंतु एवं खूब मात्रा रे शेयर करंतु। इनफॉरमेशन टी आपको किभली लागिला मते कमेंट रे निहाती जणाइबे। आम राज्य तथा जिला सह जड़ित एभली अनेक स्वतंत्र वीडियो जदि आपण देखिबाकू चाहंती ताहले मो चैनल को आज ही सब्सक्राइब करंतु।